everybody, welcome to Embody Thoughts YouTube channel. ମୁଁ ଗୌତମ ଆପଣଙ୍କୁ ସାଦରେ ସ୍ୱାଗତ। ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରକାଣ୍ଡ ବିଦ୍ୱାନ ଥିଲେ। ଚାଣକ୍ୟ ନିଜ ଜୀବନ କାଳ ମଧ୍ୟରେ ଅନେକ ପ୍ରକାର ନୀତି ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ସମୟକ୍ରମେ ଚାଣକ୍ୟ ନୀତି ରୂପେ ଜାଣିବାକୁ ଲାଗିଲେ। ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ଓପନଲି ଡିସ୍କସନ୍ କରିଛନ୍ତି ଏବଂ ଜଣେ ବ୍ୟକ୍ତି ଏକ ସୁନ୍ଦର ଓ ସମୃଦ୍ଧିଶାଳୀ ଜୀବନ ବିତାଇବା ପାଇଁ ଚାହୁଁଥିଲେ କ'ଣ କରିବା ଉଚିତ ଓ ଅନୁଚିତ ସେ ବିଷୟରେ ମଧ୍ୟ ଗଭୀର ଭାବରେ ଆଲୋଚନା କରିଛନ୍ତି, ଯାହାକୁ ଜାଣିଗଲେ ଆପଣ କୌଣସି ବ୍ୟକ୍ତିକୁ ନିଜ ଇଚ୍ଛା ଅନୁସାରେ ଚଳାଇ ପାରିବେ, ସେ ପୁରୁଷ ହୋଇଥାନ୍ତୁ କିମ୍ବା ନାରୀ। ଦର୍ଶକ ବନ୍ଧୁ, ତେବେ ଚାଲନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ସେହି 5ଟି ସୂତ୍ର ବିଷୟରେ ୱାନ୍ ବାଇ ୱାନ୍ ଡିଟେଲ୍ସରେ ଡିସ୍କସନ୍ କରିବା। ତେଣୁ ଭିଡ଼ିଓକୁ ମନ ଧ୍ୟାନ ଦେଇ ଶୁଣନ୍ତୁ, ବୁଝନ୍ତୁ, କାରଣ ପ୍ରତିଟି ଷ୍ଟେପ୍ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ବିଶେଷ କରି ଯେଉଁମାନେ ମାର୍କେଟିଂ ଜବ୍ ଫ୍ୟାକ୍ଟରରେ ଅଛନ୍ତି ସେମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ନଚେତ୍ ପ୍ରତ୍ୟେକ ମଣିଷକୁ ନିଜ କ୍ୟାରିୟରରେ ପ୍ରୋଗ୍ରେସ୍ କରିବା ପାଇଁ, ଜୀବନରେ ଶାନ୍ତି ପ୍ରାପ୍ତ କରିବା ପାଇଁ ନିହାତି ଆବଶ୍ୟକ। ପ୍ରଥମ ସୂତ୍ରଟି ହେଉଛି ମଣିଷର ପ୍ରକୃତିକୁ ବୁଝନ୍ତୁ, ଅଣ୍ଡରଷ୍ଟାଣ୍ଡ ଦ ହ୍ୟୁମାନ୍ ନେଚର। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି ଆପଣ କୌଣସି ବ୍ୟକ୍ତିଙ୍କର ଷ୍ଟ୍ରେଂଥ, ୱିକନେସ୍, ୱିଶ୍ ଏବଂ ଫିୟର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣି ନିଅନ୍ତି, ତେବେ ସେହି ଲୋକକୁ ଖୁବ୍ ଶୀଘ୍ର କାବୁ କରିପାରିଥାନ୍ତି ବା ନିଜ କଣ୍ଟ୍ରୋଲକୁ ଆଣିପାରିଥାନ୍ତି। ଯେବେ ଆପଣ ଏହିସବୁ ବିଷୟରେ ଏକ୍ସପର୍ଟ କରିନିଅନ୍ତି ତ ଆପଣଙ୍କ ସାମ୍ନାରେ ଥିବା ଲୋକକୁ ବହୁତ ଭଲ ଭାବରେ ବୁଝିପାରିଥାନ୍ତି ଏବଂ ତାର ଫାଇଦା ନେବା ପାଇଁ ନିଜ ଅନୁସାରେ କାର୍ଯ୍ୟ ମଧ୍ୟ କରାଇପାରିଥାନ୍ତି। ଦ୍ୱିତୀୟ ସୂତ୍ରଟି ହେଉଛି ବୁଝି ବିଚାରି ଓ ସମ୍ମାନର ସହିତ କଥା ହୁଅନ୍ତୁ। ଯଦି ଆପଣ ଚାହୁଁଛନ୍ତି ସାମ୍ନାବାଲା ଲୋକ ଆପଣଙ୍କ କଥା ମନ ଦେଇ ଶୁଣୁ, ଆପଣଙ୍କ କଥାରେ ଚାଲୁ, ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ତାହା ହେଉଛି ଅନ୍ୟମାନଙ୍କୁ ସମ୍ମାନର ସହିତ କଥା ହେବା ଏବଂ ଭଲ ବ୍ୟବହାର ପ୍ରଦର୍ଶନ କରିବା। ଚାଣକ୍ୟଙ୍କ ଅନୁସାରେ ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ଚାହୁଁଥିଲେ ଆପଣଙ୍କ ଭିତରେ ଏହି 4ଟି ଜିନିଷ ବା ଗୁଣ ଥିବା ଆବଶ୍ୟକ। ତାହା ହେଉଛି କେବେ, କ'ଣ ଓ କେତେ ମାତ୍ରାରେ କଥା ହେବା ଓ କିପରି ଶୁଣିବା ଉଚିତ। ବନ୍ଧୁଗଣ, ଯଦି ଆପଣଙ୍କ ପାଖରେ ଏହି 4ଟି ଗୁଣ ଥିବ ତେବେ ଆପଣ ଅନ୍ୟମାନଙ୍କୁ ଅତି ସହଜରେ ଇନଫ୍ଲୁଏନ୍ସ କରିପାରିବେ, ଅର୍ଥାତ୍ ସାମ୍ନାବାଲା ଲୋକଙ୍କ ହୃଦୟରେ ଆପଣଙ୍କ ସ୍ଥାନ ରିଜର୍ଭ କରିପାରିବେ। ତୃତୀୟ ସୂତ୍ରଟି ହେଉଛି ଭରସା ଓ ଇଜ୍ଜତ ଦିଅନ୍ତୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଲୋକମାନେ ସେହିମାନଙ୍କ କଥା ଶୁଣିଥାନ୍ତି ଓ ମାନିଥାନ୍ତି ଯେଉଁମାନଙ୍କ ଉପରେ ସେମାନଙ୍କର ଅତୁଟ ବିଶ୍ୱାସ ଓ ଭରସା ଥାଏ। ଯେବେ ଆପଣ ଇମାନଦାର, ସଚୋଟ ଓ ଭରସାଯୋଗ୍ୟ ବ୍ୟକ୍ତି ହୋଇଥାନ୍ତି ତ ଲୋକମାନେ ଆପଣଙ୍କୁ ଇଜ୍ଜତ କରିବା ସହିତ ଆପଣଙ୍କୁ ଭରସା ମଧ୍ୟ କରିଥାନ୍ତି, ସମ୍ମାନ କରିଥାନ୍ତି। ଏପରି କରିବା ଦ୍ୱାରା ଅନ୍ୟମାନଙ୍କ ନଜରରେ ଆପଣ ବହୁତ ଭଲ ହେବା ସହିତ ତାଙ୍କ ହୃଦୟରେ ସ୍ଥାନ ସଂରକ୍ଷଣ କରିପାରିଥାନ୍ତି ଏବଂ ଏହିପରି ଭାବରେ ଆପଣ ଅନ୍ୟମାନଙ୍କୁ ନିଜ ଅନୁସାରେ କାର୍ଯ୍ୟ ମଧ୍ୟ କରାଇଥାନ୍ତି। ଚତୁର୍ଥ ସୂତ୍ରଟି ହେଉଛି ଆତ୍ମବିଶ୍ୱାସ ଦୃଢ଼ ରଖନ୍ତୁ ଓ ନିଜ ଉପରେ ବିଶ୍ୱାସ ରଖନ୍ତୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଲୋକମାନେ ସେହି ଲୋକର କଥା ଶୁଣିଥାନ୍ତି ଯେଉଁ ଲୋକ ପାଖରେ ପାୱାର ଓ ତାକତ ଥାଏ। ଯଦି ଆପଣଙ୍କ ପାଖରେ ପାୱାର ନାହିଁ, ତାକତ ନାହିଁ, ତଥାପି ମଧ୍ୟ ନିରାଶ ନ ହୋଇ ଅନ୍ୟମାନଙ୍କ ସାମ୍ନାରେ କନଫିଡେନ୍ସର ସହିତ କଥା ହେବା ଦରକାର, ସାମ୍ନା କରିବା ଦରକାର। କାରଣ ଯେତେବେଳେ ଲୋକଙ୍କୁ ଲାଗିବ ଯେ ଆପଣ ଜଣେ ଶକ୍ତିଶାଳୀ ଓ କ୍ଷମତା ସମ୍ପନ୍ନ ବ୍ୟକ୍ତି ବା ବଳଶାଳୀ ଲୋକ, ତେବେ ଲୋକମାନେ ଆପଣଙ୍କ କଥାକୁ ସମ୍ମାନ ଜଣାଇବେ, ଆପଣଙ୍କ କଥାରେ ଚାଲିବେ। ତେଣୁ ଏହି କ୍ୱାଲିଟି ଯେଉଁ ଲୋକମାନଙ୍କଠାରେ ଯଥେଷ୍ଟ ରହିଛି ସେହିମାନେ ହିଁ ଜୀବନରେ ସର୍ବଦା ସଫଳ ହୋଇପାରିଥାନ୍ତି। ବନ୍ଧୁଗଣ, ଶେଷ ସୂତ୍ର ଅର୍ଥାତ୍ ପଞ୍ଚମ ସୂତ୍ରଟି ହେଉଛି ଫିଲିଂସ୍ ଏବଂ ଇମୋସନକୁ ସଠିକ ଉପାୟରେ ବ୍ୟବହାର କରନ୍ତୁ। ସମାଜରେ ପ୍ରତ୍ୟେକ ମଣିଷ ସେମାନଙ୍କର ଇମୋସନ ଏବଂ ଫିଲିଂସ୍ ଦ୍ୱାରା ଅପରେଟିଂ ହୋଇଥାନ୍ତି। ତେଣୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଲୋକମାନେ ନିଜର ଫିଲିଂସ୍ ଓ ଇମୋସନ ଦ୍ୱାରା ଡିସିଜନ ନେଇଥାନ୍ତି। ତେଣୁ ଆଚାର୍ଯ୍ୟ ଚାଣକ୍ୟଙ୍କର କହିବାର କଥା ହେଲା ଦୟାଳୁ, ଜୁନୁନ ଓ ପ୍ରେରଣା ଯେପରି ଭାବନାର ସଠିକ ବ୍ୟବହାର କରନ୍ତୁ। ଏହି ଭାବନା ଗୁଡ଼ିକ ସାହାଯ୍ୟରେ ଆପଣଙ୍କ ସାମ୍ନାବାଲା ଲୋକକୁ ନିଜର ବାଣୀ ବା କଥା ଦ୍ୱାରା ମନେଇ ପାରିବେ। ତେବେ ବନ୍ଧୁଗଣ, ଇଏ ଥିଲା ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ନିର୍ଦ୍ଦେଶ କରାଯାଇଥିବା 5ଟି ଗୁରୁତ୍ୱପୂର୍ଣ୍ଣ ଜିନିଷ। ଏହି 5ଟି ଜିନିଷ ବା ଗୁଣକୁ ନିଜ ଭିତରେ ଡେଭଲପ କରିବା ଦ୍ୱାରା ଅନ୍ୟମାନଙ୍କ ନଜରରେ ବେଶ ଭଲ ହୋଇପାରିଥାନ୍ତି ଏବଂ ସମାଜରେ ନିଜର ପ୍ରଭାବ ବିସ୍ତାର କରିପାରିଥାନ୍ତି, ଯାହାଫଳରେ ଆପଣଙ୍କ ଇଚ୍ଛା ଅନୁସାରେ ଅନ୍ୟମାନଙ୍କ ଦ୍ୱାରା କାର୍ଯ୍ୟ ହାସଲ ମଧ୍ୟ କରିପାରିଥାନ୍ତି। ଆଇ ହୋପ୍ ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଥିବ ଏବଂ ଆପଣଙ୍କ ଲାଇଫରେ ବହୁତ କାମରେ ଆସିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ଓ ଭିଡ଼ିଓରୁ କିଛି ଶିକ୍ଷା ମିଳିଥାଏ, ଭିଡ଼ିଓକୁ ଗୋଟେ ଲାଇକ୍ ଓ ସେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ ଏବଂ ଏହିପରି ଅପଲିଫ୍ଟିଂ ଓ ଲାଇଫ୍ ଚେଞ୍ଜିଂ ଭିଡ଼ିଓ ଦେଖି ଲାଇଫରେ ପରିବର୍ତ୍ତନ ଆଣିବା ପାଇଁ ଚାହୁଁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ ଓ ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଦେଖାହବ ମୋଟିଭେସନ ସିରିଜର ନେକ୍ସଟ ଏପିସୋଡରେ। ସେ ପର୍ଯ୍ୟନ୍ତ ବିଦାୟ ନେଉଛି। ନମସ୍ତେ। ଆଇ ୱିଶ୍ ୟୁ ଅଲ୍ ଦ ଭେରି ବେଷ୍ଟ। ଥ୍ୟାଙ୍କ ୟୁ।